ପିଲାମାନେ, ତୁମେମାନେ ଆଜି ସିଂହ ଓ ବିଲୁଆ ବିଷୟରେ ଗୋଟିଏ ଗପ ଶୁଣି ସେଥିରୁ କିଛି ଜ୍ଞାନ ଆହରଣ କର। ବହୁଦିନ ତଳର କଥା। ଗୋଟିଏ ଘନ ଜଙ୍ଗଲରେ ଗୋଟିଏ ସିଂହ ରହୁଥିଲା। ସିଂହ ଜଙ୍ଗଲର ରାଜା ଥିଲେ। ସେ ଜଙ୍ଗଲର ସବୁଠାରୁ ଶକ୍ତିଶାଳୀ ଜନ୍ତୁ ଥିଲା। ସେ ସର୍ବଦା ଅନ୍ୟ ଜନ୍ତୁଙ୍କୁ ତାର ଡରରେ ଦବାଇ ରଖିଥିଲା ଏବଂ ପ୍ରତ୍ୟେକ ଜନ୍ତୁଙ୍କୁ ତାର ଅଧୀନରେ ରଖିବାକୁ ଚାହୁଁଥିଲା। ତାର ବିଶ୍ୱାସ ଥିଲା କି ତାର ଶକ୍ତି ସବୁକିଛି ଅଟେ ଏବଂ ତାର ଶିକାର କରିବାର କୌଶଳ ତାକୁ ବହୁତ ଆତ୍ମଗର୍ବୀ କରିଦେଇଥିଲା। ତାର ମନରେ ଗର୍ବ ଥିଲା କି ସେ ଜଙ୍ଗଲର ରାଜା ଅଟେ ଏବଂ ତାକୁ କୌଣସି ସାହାଯ୍ୟ ସହଯୋଗର ଆବଶ୍ୟକତା ନାହିଁ। ଏହି ଜଙ୍ଗଲରେ ଗୋଟିଏ ବିଲୁଆ ରହୁଥିଲା। ବିଲୁଆ ତାର ଚତୁରତା ପାଇଁ ଜଙ୍ଗଲରେ ପ୍ରସିଦ୍ଧ ଥିଲା। ସିଂହର ମୁକାବିଲା ଆକାରରେ ବିଲୁଆଟି ବହୁତ ଛୋଟ ଥିଲା, କିନ୍ତୁ ତାର ଚତୁରତା ଏବଂ ଚାଲାକ ଦ୍ୱାରା ଜଙ୍ଗଲର ସମସ୍ତ ଜନ୍ତୁଙ୍କୁ ଆକର୍ଷିତ କରୁଥିଲା। ବିଲୁଆର ଧ୍ୟାନ ସର୍ବଦା ଜଙ୍ଗଲର ନିୟମ ଏବଂ ସଂଘର୍ଷ ଉପରେ ରହୁଥିଲା। ସେ ଜାଣିଥିଲା କି କୌଣସି ଶାରୀରିକ ତାକତ ବା ଶକ୍ତିକୁ ମୁକାବିଲା କରିବା ପାଇଁ ବୁଦ୍ଧି ଏବଂ ବୁଝାମଣା ଏକମାତ୍ର ଉପାୟ ଅଟେ। ଦିନେ ସିଂହ ଅନୁଭବ କଲା ଯେ ତାର ଶକ୍ତି ଦ୍ୱାରା ସେ ବହୁ କିଛି ହାସଲ କରିପାରିନଥିଲା। ସେ ଭାବିଲା ତାର ସ୍ଥିତିକୁ ମଜବୁତ କରିବା ପାଇଁ ତାକୁ କିଛି ନୂଆ କରିବା ଉଚିତ। ତାର ନଜର ବିଲୁଆ ଉପରେ ପଡ଼ିଗଲା। ସିଂହ ଭାବିଲା, ବିଲୁଆ ବହୁତ ଚାଲାକ ଅଟେ। ଯଦି ମୁଁ ତାକୁ ସାଙ୍ଗ କରିବି ତେବେ ତାକୁ ମୋର କାମରେ ଲଗାଇ ପାରିବି। ଦିନକର ଘଟଣା। ସିଂହ ବିଲୁଆ ସହିତ ଭେଟି କହିଲା, ଶୁଣ ବିଲୁଆ ଭାଇ, ମୁଁ ତୁମର ଚତୁରତା ଏବଂ ବୁଦ୍ଧିମାନକୁ ବହୁତ ସମ୍ମାନ କରୁଅଛି। ମୁଁ ଚାହୁଁଛି କି ତୁମେ ମୋତେ ସାହାଯ୍ୟ କର ଏବଂ ମୋ ସହିତ ମିଶି ଜଙ୍ଗଲର ସମସ୍ତ ଜନ୍ତୁଙ୍କୁ ନିଜର ଶକ୍ତି ବା ତାକତ ଦେଖାଅ। ବିଲୁଆ କିଛି ସମୟ ଚିନ୍ତାରେ ପଡ଼ିଗଲା, କିନ୍ତୁ ସେ ସିଂହର କଥାକୁ ଲକ୍ଷ୍ୟ ରଖି ଉତ୍ତର ଦେଲା, ତୁମର ଶକ୍ତି ବହୁତ ବଡ଼ ଅଟେ ସିଂହ ରାଜା, କିନ୍ତୁ ଆପଣ କେବେ ଭାବିଛନ୍ତି ଯେଉଁ ଜନ୍ତୁ କେବଳ ଶକ୍ତିକୁ ଡରନ୍ତି ସେ କେବେ ତୁମର ପ୍ରକୃତ ବନ୍ଧୁ ହୋଇପାରିବ ନାହିଁ। ସିଂହ ବିଲୁଆର କଥାକୁ ଗମ୍ଭୀରତାର ସହିତ ନ ନେଇ କହିଲା, କ'ଣ ତୁମେ ଭାବୁଛ? ତୁମେ ମୋତେ ସାହାଯ୍ୟ କରିବ ନା ନାହିଁ? ଶୁଣନ୍ତୁ ସିଂହ ରାଜା, ଯଦି ତୁମେ ତୁମର ଶକ୍ତିକୁ ସଠିକ୍ ଉପାୟରେ ପ୍ରୟୋଗ କରିବା ଶିଖିପାରିବ ତେବେ ତୁମର କାହାକୁ ସାହାଯ୍ୟର ଆବଶ୍ୟକତା ପଡ଼ିବ ନାହିଁ। କିଛି ଦିନ ପରେ ଜଙ୍ଗଲରେ ଏକ ଅଜବ ଘଟଣା ଘଟିଲା। ସିଂହର ସାମ୍ରାଜ୍ୟ ଉପରେ ଏକ ବଡ଼ ସଙ୍କଟ ପଡ଼ିଲା। ଏକ ଭାଲୁ, ବାଘ, ସାପ ଏବଂ ଅନ୍ୟ ଶକ୍ତିମାନ ଜନ୍ତୁ ସିଂହର ବିରୋଧରେ ଏକଜୁଟ ହୋଇଯାଇଥିଲେ। ସିଂହ ଏକୁଟିଆ ହୋଇଯାଇଥିଲା। ସିଂହର ଗର୍ବ ଏବଂ ଅହଙ୍କାର ତାକୁ ଏହି ସମସ୍ୟାରେ ପକାଇଥିଲା। ସିଂହ ଅନୁଭବ କଲା, ଶକ୍ତି ସାଙ୍ଗରେ ତାକୁ ଅନ୍ୟ ଜନ୍ତୁମାନଙ୍କର ସହଯୋଗର ଆବଶ୍ୟକତା ଥିଲା। ସେ ବହୁତ ବ୍ୟସ୍ତ ଥିଲା କାରଣ ତାର ଶକ୍ତି ବର୍ତ୍ତମାନ କୌଣସି କାର୍ଯ୍ୟରେ ଆସୁନଥିଲା। ସେ ତାର ଦୋଷ ଦୁର୍ବଳତା ହୃଦୟଙ୍ଗମ କଲା ଏବଂ ସେ ବିଲୁଆର ସାହାଯ୍ୟ ନେବା ପାଇଁ ମନରେ ଚିନ୍ତା ପ୍ରକାଶ କଲା। ସିଂହ ବିଲୁଆ ପାଖକୁ ଗଲା ଏବଂ ବିଲୁଆକୁ କହିଲା, ଶୁଣ ବିଲୁଆ ଭାଇ, ତୁମେ ମୋତେ ଯେଉଁ କଥା କହିଥିଲ ତାହା ଠିକ୍ ଥିଲା। ବର୍ତ୍ତମାନ ମୋତେ ତୁମର ସାହାଯ୍ୟ ଏକାନ୍ତ ଆବଶ୍ୟକ। ଦୟାକରି ମୋତେ ମାର୍ଗଦର୍ଶନ ଦିଅ। ଶୁଣ ସିଂହ ରାଜା, ଶକ୍ତି କେବଳ ଶାରୀରିକ ଶକ୍ତିରେ ହେବ ନାହିଁ। ତାଠାରୁ ବୁଝାମଣା ଏବଂ ଠିକ୍ ରଣନୀତି ଅଧିକ ଶକ୍ତିଶାଳୀ ଅଟେ। ତୁମକୁ ତୁମର ଶକ୍ତି ଠିକ୍ ରାସ୍ତାରେ ଲଗାଇବାକୁ ହେବ। ବିଲୁଆ ସିଂହକୁ କିଛି ବୁଦ୍ଧିମାନ ରଣନୀତି ବତାଇଲା, ଯାହାଦ୍ୱାରା କି ସିଂହ ତାର ବିରୋଧୀମାନଙ୍କର ସମ୍ମୁଖୀନ ହୋଇପାରିବ।
ସିଂହ ପ୍ରଥମେ ତାର ସ୍ଥିତିକୁ ମୂଲ୍ୟାଙ୍କନ କଲା ଏବଂ ପୁଣି ବିଲୁଆ କହିବା ଅନୁସାରେ ବିରୋଧୀଙ୍କ ବିରୋଧରେ ପାଦ ଉଠାଇଲା। ଶୁଣ ବିଲୁଆ ଭାଇ, ତୁମେ ବତାଇଥିବା ଉପାୟ ପ୍ରୟୋଗ କରିବା ଦ୍ୱାରା ମୁଁ ମୋର ବିରୋଧୀଙ୍କ ସହ ଲଢ଼ାଇ କରି ସେମାନଙ୍କୁ ପରାଜିତ କଲି। କେବଳ ଶାରୀରିକ ତାକତ ନୁହେଁ, ଉପଯୁକ୍ତ ରଣନୀତି ଏବଂ ରଣକୌଶଳ ଓ ବୁଦ୍ଧି ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ଏହି ଘଟଣା ପରେ ସିଂହ ତାର ଗର୍ବ ଓ ଅହଙ୍କାର ଛାଡ଼ିଦେଲା ଏବଂ ବିଲୁଆ ସହିତ ସାଙ୍ଗ ହୋଇଗଲା। ସିଂହ ଏହା ବୁଝିଲା ଯେ ଜୀବନରେ ଶକ୍ତି ଏବଂ ବୁଦ୍ଧି ଏକତ୍ର ଥିଲେ ସଫଳତା ମିଳେ। ସେ ଜଙ୍ଗଲର ସମସ୍ତ ଜନ୍ତୁ ସହ ମିଳିମିଶି ଶାନ୍ତିରେ ରହିଲା। ଏହି କାହାଣୀରୁ ଆମକୁ ଏହି ଶିକ୍ଷା ମିଳୁଛି କି କେବଳ ଶାରୀରିକ ଶକ୍ତି ଦ୍ୱାରା କୌଣସି ସମସ୍ୟାର ସମାଧାନ କରାଯାଇ ନପାରେ, କିନ୍ତୁ ବୁଦ୍ଧି ଏବଂ ବୁଝାମଣା ଦ୍ୱାରା କଠିନ ପରିସ୍ଥିତିକୁ ସମାଧାନ କରାଯାଇପାରେ।